ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଆଙ୍କ ପ୍ରତିଟି ଘରେ ଏହା ଶୋଭା ପାଇଥାଏ। ଛୋଟ ପିଲାଟିଏ ଓଡ଼ିଆ ଭାଷା ଶିଖିବାର ମୂଳଦୁଆ ପାଏ ଏହି ବହିରୁ। ବର୍ଣ୍ଣନା ଠାରୁ ଯୁକ୍ତାକ୍ଷର ପର୍ଯ୍ୟନ୍ତ ତଥା ଗଣିତ ଜ୍ଞାନ ଆହରଣ କରେ ଛୋଟ ପିଲାଟିର ମଧୁସୂଦନ ରାଓଙ୍କ ରଚିତ ଏ ପୁସ୍ତକରୁ। ଓଡ଼ିଆ ଭାଷା ପାଇଁ ମଧୁସୂଦନ ରାଓଙ୍କ ଏହି ବହିଟି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ପିଲାଠୁ ବୁଢ଼ା ଯାଏଁ ସମସ୍ତଙ୍କର ପ୍ରିୟ ଏ ପୁସ୍ତକ ଅଟେ, ଯାହା ଜଣେ ଶିଶୁକୁ ଓଡ଼ିଆ ଭାଷା ଶିଖିବା ପାଇଁ ଏକ ନୂଆ ଦିଗ ଯୋଗାଇଥାଏ। ତେବେ ଜାଣନ୍ତି ଏ ବହିରେ ବିଲେଇର ଫଟୋ କାହିଁକି ରହିଛି? ଯଦି ଜାଣିନାହାନ୍ତି ଏ ସମ୍ପର୍କରେ ଆମେ ଆପଣଙ୍କୁ ନିଶ୍ଚିନ୍ତ ଜଣାଇଦେବୁ। ପ୍ରକାଶ ଥାଉ କି ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ। ଏହା ଭକ୍ତ କବି ମଧୁସୂଦନ ରାଓଙ୍କ ଦ୍ୱାରା 1895 ମସିହାରେ ଲେଖାଯାଇଥିଲା। ଓଡ଼ିଆ ଭାଷା ଶିଖିବା ପାଇଁ ଏକ ସମ୍ପୂର୍ଣ୍ଣ ପୁସ୍ତକ। ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ମଧ୍ୟ ରହିଛି, ଯାହାକି ପିଲାଙ୍କ ମନେ ରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି। ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି। ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସମ୍ପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି। ଛବିଳ ମଧୁ ବର୍ଣ୍ଣବୋଧର ପ୍ରଥମ ସଂସ୍କରଣ ଲଣ୍ଡନଠାରେ ପ୍ରକାଶ କରାଯାଇଥିଲା। 1960 ବେଳକୁ ଏହି ବହି ବଜାରରେ ଆଉ ମିଳୁନଥିଲା। ଏହାର ବିକଳ୍ପ ଭାବରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ବହି ବିକ୍ରି ହେଉଥିଲା। 2013 ମସିହାରେ ଏହି ପୁସ୍ତକକୁ ବେର୍ଲି ଅକ୍ଷରରେ ପ୍ରକାଶ କରାଯିବାକୁ ଯୋଜନା କରାଯାଇଥିଲା। ସେହିପରି 2014 ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବହିଟିକୁ ପୁନଃ ପ୍ରକାଶନ କରି ଅନେକ ତ୍ରୁଟି ବିଚ୍ୟୁତି ଯୋଗୁଁ ବିବାଦ ଘେରକୁ ଆସିଥିଲା। ଛବିଳ ମଧୁ ବର୍ଣ୍ଣବୋଧରେ ଭକ୍ତ କବି କାହିଁକି ବିଲେଇର ଛବି ରଖିଛନ୍ତି? ସେ ଯଦି ଚାହିଁଥାନ୍ତେ ତେବେ ଭାରତର ଜାତୀୟ ପଶୁ ବାଘ, ଜାତୀୟ ଫୁଲ ପଦ୍ମ କିମ୍ବା ଆହୁରି ଅନେକ କିଛି ଐତିହାସିକ ଫଟୋକୁ ଏଥିରେ ସ୍ଥାନ ଦେଇ ପାରିଥାନ୍ତେ। ମାତ୍ର ସେ ବିଲେଇକୁ କାହିଁକି ଚୟନ କଲେ? ଏହା ପଛରେ ରହିଛି ମଧୁସୂଦନ ରାଓଙ୍କ ଦୂରଦୃଷ୍ଟି। ସାଧାରଣତଃ ବିଲେଇ ହେଉଛି ଏକାଗ୍ରତାର ପ୍ରତୀକ। ସେ କୌଣସି ଜିନିଷକୁ ଚାହିଁଲେ ହାସଲ ନ କରିବା ପର୍ଯ୍ୟନ୍ତ ସେ କୌଣସି ସ୍ଥାନରୁ ଯାଇନଥାଏ। ବିଲେଇ ନିଜ ଶିକାର କରିବା ସମୟରେ ମଧ୍ୟ ଏକାଗ୍ରତାର ସହ ତାହାକୁ ଜଗି ବସିଥାଏ, ଯାହା ଛୋଟ ପିଲାଙ୍କୁ ଏକାଗ୍ରତାର ଶିକ୍ଷା ପ୍ରଦାନ କରେ। ଫଳରେ ମଧୁସୂଦନ ରାଓ ଏହାକୁ ଦୃଷ୍ଟିରେ ରଖି ଏଭଳି କରିଛନ୍ତି ନିଶ୍ଚିନ୍ତ। ବ୍ୟୁରୋ ରିପୋର୍ଟ, HTV ଓଡ଼ିଆ।